ପ୍ରାୟ 5 ଦିନ ହେଲାଣି ରାଜ୍ୟରେ ସତେ ଯେପରି ଅଗ୍ନିବର୍ଷା ହେଉଛି। ଦିନକୁ ଦିନ ଅଧିକରୁ ଅଧିକ ସ୍ଥାନର ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରୁଛି। 21ରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିପାରେ। କାଳବୈଶାଖୀ ପ୍ରଭାବରେ ତାପମାତ୍ରା ଟିକେ ହ୍ରାସ ପାଇପାରେ, କିନ୍ତୁ 25 ତାରିଖରୁ ପୁଣି ବଢ଼ିବ ପାରଦ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ୍ସରେ ଏକ ପୋଷ୍ଟ ଜରିଆରେ ଦିଆଯାଇଛି ଏହି ସୂଚନା। ଏଥିରେ ଲେଖାଯାଇଛି 21 ଓ 22 ତାରିଖରେ କାଳବୈଶାଖୀ ପ୍ରଭାବ ହେତୁ 21ରୁ 24 ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ 2ରୁ 3 ଡିଗ୍ରୀ ହ୍ରାସ ପାଇବ ତଥା ଗ୍ରୀଷ୍ମ ପ୍ରବାହରୁ ସାମାନ୍ୟ ନିସ୍ତାର ମିଳିବ, କିନ୍ତୁ 25 ତାରିଖ ଠାରୁ ପୁଣି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ତେଣୁ 26 ଏପ୍ରିଲରୁ ମେ 2 ତାରିଖ ମଧ୍ୟରେ ରାଜ୍ୟରେ ପୁଣି ଉଷ୍ମ ଆର୍ଦ୍ର ପାଣିପାଗ ରହିବା ସହ କିଛି ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି। ଗତକାଲି ରାଜ୍ୟର 32ଟି ସହରର ସର୍ବୋଚ୍ଚ ଦିନ ତାପମାତ୍ରା 40 ଡିଗ୍ରୀ ବା ତାଠାରୁ ଉପରେ ରହିଥିଲା। 43.6 ଡିଗ୍ରୀ ସହିତ ରାଜଧାନୀ ଭୁବନେଶ୍ୱର ପାଲଟିଥିଲା ଉତ୍ତପ୍ତ ସହର। ଆଜି ବି ପ୍ରବଳ ଖରା ହୋଇଛି। ଦିନ 2:30ଟା ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା 43.8 ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ ରହିଛି। ସେହିପରି ଏହି ସମୟ ମଧ୍ୟରେ ସମ୍ବଲପୁରରେ ତାପମାତ୍ରା 42.4 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ 42.2, ଚାନ୍ଦବାଲିରେ 42.2, ହୀରାକୁଦରେ 42, ରାଉରକେଲାରେ 41.8, ଭୁବନେଶ୍ୱରରେ 41.4, ବାଲେଶ୍ୱରରେ 39.4, ପାରାଦୀପରେ 34.8, ପୁରୀରେ 34.4 ଓ ଗୋପାଳପୁରରେ 33.6 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଚଳିତ ଏପ୍ରିଲ ମାସରେ ଏଯାବତ୍ 6 ଦିନ ଅନୁଭୂତ ହେଲାଣି ହିଟୱେଭ୍। ଚଳିତ ମାସ ଆହୁରି 3 ଦିନ ଅନୁଭୂତ ହେବ ହିଟୱେଭ୍। କାଲି ପାଇଁ ଗ୍ରୀଷ୍ମ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ନେଇ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଏହି ଜିଲ୍ଲାଗୁଡ଼ିକ ହେଉଛି ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ। ଏହି ସବୁ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହରୁ ଅତି ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖା ଦେଇପାରେ। ସେହିଭଳି ଗ୍ରୀଷ୍ମ ପ୍ରବାହ ନେଇ କେନ୍ଦୁଝର, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ, ମାଲକାନଗିରି, ନବରଙ୍ଗପୁର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏପ୍ରିଲରେ ସାଧାରଣତଃ 1ରୁ 3 ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଚଳିତ ବର୍ଷ ଏପ୍ରିଲରେ 5 ଦିନ ହିଟୱେଭ୍ ଅନୁଭୂତ ହୋଇଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।